शांति। ओम शांति। ओम शांति। आज बाबांकर ए महावाक्य मुरली शुणिबा। प्रथमे बाबा को आ बापदादा को गुड मॉर्निंग जणेबा। बाबा गुड मॉर्निंग। बाबा बापदादा को मध्य गुड मॉर्निंग। आ सबु आत्मा भाई भणी मान को गुड मॉर्निंग। 28/3/2026 प्रातः मुरली ओम शांति बापदादा मधुबन। ଆଜି ମିଠା ବାବା ତାଙ୍କ ମିଠା ସନ୍ତାନ ମାନଙ୍କୁ କଣ ନିର୍ଦ୍ଦେଶ ଦେଇଛନ୍ତି? ମିଠା ବାବା କହୁଛନ୍ତି, ମିଠେ ବଚେ ପ୍ରତ୍ୟେକଙ୍କର ପାପକୁ ଶୋଷି ନେବା ବାଲା ଫାର୍ଷ୍ଟ କ୍ଲାସ ବ୍ଲଟିଂ ପେପର ଏକମାତ୍ର ଶିବ ବାବା ହିଁ ଅଟନ୍ତି। ତାଙ୍କୁ ମନେ ପକାଅ, ଯାହାଦ୍ୱାରା ପାପ ସମାପ୍ତ ହୋଇଯିବ। ପ୍ରଶ୍ନ, ଆତ୍ମା ଉପରେ ଲାଗିଥିବା ସବୁଠାରୁ କଡ଼ା ଦାଗ କଣ? ତାକୁ ଲିଭାଇବା ପାଇଁ କେଉଁ ପରିଶ୍ରମ କରିବାକୁ ହେବ? ଉତ୍ତର, ଆତ୍ମା ଉପରେ ଦେହ ଅଭିମାନର ସବୁଠାରୁ କଡ଼ା ଦାଗ ଲାଗି ରହିଛି, ଯାହା ଫଳରେ ବାରମ୍ବାର କୌଣସି ନା କୌଣସି ଦେହଧାରୀଙ୍କର ନାମ ରୂପରେ ଫସି ଯାଉଛି ଏବଂ ବାବାଙ୍କୁ ମନେ ନ ପକାଇ ଦେହଧାରୀ ମାନଙ୍କୁ ମନେ ପକାଇ ଚାଲିଛି। ଜଣେ ଅନ୍ୟ ଜଣଙ୍କର ହୃଦୟକୁ ଦୁଃଖ ଦେଉଛି। ତେଣୁ ଏହି ଦାଗକୁ ଲିଭେଇବା ପାଇଁ ଦେହୀ ଅଭିମାନୀ ହେବାର ମେହନତ କର। ଗୀତ ମୁଖଡ଼ା ଦେଖିଲେ ପ୍ରାଣୀ। ଓମ୍ ଶାନ୍ତି। ସବୁ ସେଣ୍ଟରର ମିଠା ମିଠା ପିଲାମାନେ ଗୀତ ଶୁଣିଲେ। ଏବେ ନିଜକୁ ଦେଖିନିଅ ଯେ କେତେ ପୁଣ୍ୟ ଜମା ଅଛି ଏବଂ କେତେ ପାପ କଟିଛି। ସାରା ଦୁନିଆ ସହିତ ସାଧୁ ସନ୍ତମାନେ ମଧ୍ୟ ଡାକୁଛନ୍ତି ଯେ ହେ ପତିତ ପାବନ, କାରଣ ପତିତରୁ ପାବନ ଏକମାତ୍ର ବାବା ହିଁ କରିଥାନ୍ତି। ବାକି ଏବେ ତ ସମସ୍ତଙ୍କ ଭିତରେ ପାପ ରହିଛି। ଏ କଥା ତ ତୁମେମାନେ ଜାଣିଛ ଯେ ଆତ୍ମାରେ ହିଁ ପାପ ରହିଛି ଏବଂ ପୁଣ୍ୟ ମଧ୍ୟ ଆତ୍ମାରେ ରହିଛି। ଆତ୍ମା ହିଁ ପାବନ, ଆତ୍ମା ହିଁ ପତିତ ହେଉଛି। ଏଠାରେ ସବୁ ଆତ୍ମାମାନେ ପତିତ, କାରଣ ଆତ୍ମାରେ ପାପର ଦାଗ ଲାଗିଛି। ତେଣୁ କୁହାଯାଉଛି ପାପାତ୍ମା। ତେବେ ପାପ ସମାପ୍ତ ହେବ କିପରି? ଯଦି କୌଣସି ଜିନିଷ ଉପରେ କାଳି ବା ତେଲ ଢାଳି ହୋଇଯାଏ, ତେବେ ତା ଉପରେ ବ୍ଲଟିଂ ପେପର ରଖି ଦେଇଥାନ୍ତି, ଯିଏକି ସେ ସବୁକୁ ଶୋଷି ନେଇଥାଏ। ସେହିପରି ବର୍ତ୍ତମାନ ତ ସବୁ ମନୁଷ୍ୟ କେବଳ ଜଣକୁ ହିଁ ସ୍ମରଣ କରୁଛନ୍ତି, କାରଣ ସିଏ ହିଁ ବ୍ଲଟିଂ ପେପର ଅଟନ୍ତି, ପତିତ ପାବନ ଅଟନ୍ତି। ସେହି ଜଣକ ବ୍ୟତୀତ ଅନ୍ୟ କେହି ବ୍ଲଟିଂ ପେପର ହୋଇପାରିବେ ନାହିଁ। ସେମାନେ ତ ଜନ୍ମ ଜନ୍ମ ଗଙ୍ଗା ସ୍ନାନ ଆଦି କରି କରି ଆହୁରି ପତିତ ହୋଇଯାଇଛନ୍ତି। ପତିତ ମାନଙ୍କୁ ପାବନ କରୁଥିବା ଏକମାତ୍ର ଶିବ ବାବା ହିଁ ବ୍ଲଟିଂ ପେପର ଅଟନ୍ତି। ରୂପରେ ଛୋଟରୁ ଛୋଟ ବିନ୍ଦୁ ଅଟନ୍ତି, କିନ୍ତୁ ସିଏ ସମସ୍ତଙ୍କର ପାପ ନଷ୍ଟ କରିଥାନ୍ତି। କେଉଁ ଉପାୟରେ? କେବଳ ଏତିକି କହୁଛନ୍ତି, ମୋତେ ଅର୍ଥାତ ବ୍ଲଟିଂ ପେପରକୁ ସ୍ମରଣ କର। ମୁଁ ତ ଚୈତନ୍ୟ ଅଟେ ନା, ତୁମକୁ ଆଉ କୌଣସି କଷ୍ଟ ଦେଉନାହିଁ। ତୁମେ ଆତ୍ମା ମଧ୍ୟ ବିନ୍ଦୁ, ବାବା ମଧ୍ୟ ବିନ୍ଦୁ। କହୁଛନ୍ତି, କେବଳ ମୋତେ ମନେ ପକାଅ, ତେବେ ତୁମର ସବୁ ପାପ ସମାପ୍ତ ହୋଇଯିବ। ଏବେ ପ୍ରତ୍ୟେକ ନିଜ ନିଜ ହୃଦୟକୁ ପଚାର ଯେ ଯୋଗ ଦ୍ୱାରା ଆମର କେତେ ପାପ ନଷ୍ଟ ହୋଇଛି। ମୁଁ କେତେ ପାପ କରିଛି, ବାକି କେତେ ପାପ ରହିଛି। ଏ କଥା ଜଣା ପଡ଼ିବ କିପରି? ଅନ୍ୟମାନଙ୍କୁ ମଧ୍ୟ ଏହି ରାସ୍ତା ଦେଖାଇ ଚାଲ ଯେ ଏକମାତ୍ର ବ୍ଲଟିଂ ପେପରକୁ ସ୍ମରଣ କର। ସମସ୍ତଙ୍କୁ ଏହି ରାୟ ଦେବା ଭଲ କଥା ନା,
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଯାହାଙ୍କୁ ରାୟ ଦେଇଥାନ୍ତି ସେମାନେ ବାବାଙ୍କୁ ସ୍ମରଣ କରିବାକୁ ଲାଗି ପଡ଼ିଥାନ୍ତି ଏବଂ ଯିଏ ରାୟ ଦିଅନ୍ତି ସେମାନେ ବାବାଙ୍କୁ ସ୍ମରଣ କରନ୍ତି ନାହିଁ। ସେଥିପାଇଁ ତାଙ୍କର ପାପ କଟି ନଥାଏ। ପତିତ ପାବନ ତ ଜଣକୁ ହିଁ କୁହାଯାଉଛି। ପାପ ତ ଅନେକ ପ୍ରକାର ରହିଛି। କାମ ବିକାରର ପାପ, ଦେହ ଅଭିମାନର ପ୍ରଥମ ନମ୍ବରର ପାପ, ଯାହାକି ସବୁଠାରୁ ଖରାପ ଅଟେ। ଏବେ ବାବା କହୁଛନ୍ତି ଦେହୀ ଅଭିମାନୀ ହୁଅ। ଯେତେବେଳେ ମୋତେ ମନେ ପକାଇବ ତୁମ ଭିତରେ ଯେଉଁ ଖାଦ ଚଢ଼ିଛି ତାହା ଭସ୍ମ ହୋଇଯିବ। ତେଣୁ ନିଜେ ଯୋଗଯୁକ୍ତ ହୋଇ ରହିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ। ଯେତେ ଅନ୍ୟମାନଙ୍କୁ ବୁଝାଇବ ସେତେ ତୁମର ମଧ୍ୟ କଲ୍ୟାଣ ହେବ। ତେଣୁ ଏଇ ଧନ୍ଦାରେ ଲାଗିଯାଅ। ଅନ୍ୟମାନଙ୍କୁ ମଧ୍ୟ ଏଇ କଥା ବୁଝାଇବାକୁ ହେବ ଯେ ବାବାଙ୍କୁ ସ୍ମରଣ କରିଲେ ତୁମେ ପୁଣ୍ୟ ଆତ୍ମା ହୋଇଯିବ। ତୁମର କାମ ହେଲା ଅନ୍ୟମାନଙ୍କୁ ଏହି କଥା ଜଣାଅ ଯେ ପତିତ ପାବନ ଜଣେ ହିଁ ଅଟନ୍ତି। ଯଦିଓ ତୁମେ ଜ୍ଞାନ ନଦୀମାନେ ଅନେକ ଅଛ, କିନ୍ତୁ ତୁମେମାନେ ସମସ୍ତଙ୍କୁ କହୁଛ ଯେ ଜଣକୁ ହିଁ ସ୍ମରଣ କର। ସେହି ଜଣେ ହିଁ ପତିତ ପାବନ ଅଟନ୍ତି। ତାଙ୍କର ବହୁତ ମହିମା ରହିଛି। ଜ୍ଞାନର ସାଗର ମଧ୍ୟ ସେ ହିଁ ଅଟନ୍ତି। ସେହି ଜଣେ ବାବାଙ୍କୁ ସ୍ମରଣ କରିବା ଏବଂ ଦେହୀ ଅଭିମାନୀ ହୋଇ ରହିବା, ଏହି ଗୋଟିଏ କଥା ହିଁ କଷ୍ଟକର ଅଟେ। ବାବା କେବଳ ତୁମ ପାଇଁ ସ୍ମରଣ କରିବା ଏବଂ ଦେହୀ ଅଭିମାନୀ ହୋଇ ରହିବା, ଏହି ଗୋଟିଏ କଥା ହିଁ କଷ୍ଟକର ଅଟେ। ବାବା କେବଳ ତୁମ ପାଇଁ ମଧୁବନବାସୀଙ୍କ ପାଇଁ କହୁନାହାନ୍ତି। ତାଙ୍କ ଦୃଷ୍ଟିରେ ତ ସବୁ ସେଣ୍ଟରର ସନ୍ତାନମାନେ ଅଛନ୍ତି। ସମସ୍ତଙ୍କୁ ଦେଖୁଛନ୍ତି ନା? ଯେଉଁଠାରେ ଭଲ ଭଲ ସେବାଧାରୀ ପିଲାମାନେ ରହୁଛନ୍ତି ତାହା ଶିବ ବାବାଙ୍କର ବଗିଚା ଅଟେ ନା? ଯେଉଁଠି ସୁନ୍ଦର ବଗିଚା ହୋଇଥିବ ତାକୁ ହିଁ ବାବା ମନେ ପକାଇବେ। ଯଦି କୌଣସି ଧନୀ ବ୍ୟକ୍ତିଙ୍କର 4-5ଟି ପିଲା ଥିବେ, ତାଙ୍କ ଭିତରୁ ଯିଏ ବଡ଼ ପୁଅ ହୋଇଥିବ ତାକୁ ହିଁ ସିଏ ମନେ ପକାଇବେ। ଫୁଲ ମଧ୍ୟ ବିଭିନ୍ନ ପ୍ରକାରର ଥାଏ ନା? ବାବା ମଧ୍ୟ ନିଜର ବଡ଼ ବଡ଼ ବଗିଚା ଅର୍ଥାତ୍ ବଡ଼ ବଡ଼ ସେଣ୍ଟର ଗୁଡ଼ିକୁ ସ୍ମରଣ କରୁଛନ୍ତି। କାହାକୁ ବି ରାସ୍ତା ବତାଇବା ବହୁତ ସହଜ। କେବଳ ଏତିକି କହିବାକୁ ହେବ ଯେ ଶିବ ବାବାଙ୍କୁ ସ୍ମରଣ କର। ସିଏ ହିଁ ପତିତ ପାବନ ଅଟନ୍ତି। ସେ ନିଜେ କହୁଛନ୍ତି ମୋତେ ମନେ ପକାଇଲେ ତୁମର ପାପ ଭସ୍ମ ହୋଇଯିବ। ସିଏ ସାରା ଦୁନିଆ ପାଇଁ କେତେ ଫାଷ୍ଟ କ୍ଲାସ୍ ବ୍ଲଟିଂ ପେପର ଅଟନ୍ତି। ସମସ୍ତେ ତାଙ୍କୁ ହିଁ ସ୍ମରଣ କରୁଛନ୍ତି। କାହାକୁ ବି ରାସ୍ତା ବତାଇବା କେତେ ସହଜ। କେବଳ ଏତିକି କହିବାକୁ ହେବ ଯେ ଶିବ ବାବାଙ୍କୁ ସ୍ମରଣ କର। ବାବା ହିଁ ଏହି ଉପାୟ ବତାଇଛନ୍ତି ଯେ ମୋତେ ସ୍ମରଣ କରିବା ଦ୍ୱାରା ତୁମ ଉପରେ ଯେଉଁ ଦେହ ଅଭିମାନର ଦାଗ ଲାଗିଛି ତାହା ଲିଭିଯିବ। ଦେହୀ ଅଭିମାନୀ ହେବାରେ ହିଁ ମେହନତ ରହିଛି। ବାବାଙ୍କୁ କେହି ସତ୍ୟ କଥା ଶୁଣାଉ ନାହାନ୍ତି। କେହି ଚାଟ୍ ଲେଖି ମଧ୍ୟ ପଠାଉଛନ୍ତି, ପୁଣି ଥକି ଯାଉଛନ୍ତି। ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ, କିନ୍ତୁ ମାୟା ନିଶାକୁ ଏକଦମ ସମାପ୍ତ କରିଦେଉଛି। ସେଥିପାଇଁ ଚାଟ୍ ଲେଖିବା ମଧ୍ୟ ଛାଡ଼ି ଦେଉଛନ୍ତି। ଅଧା କଳ୍ପର ଦେହ ଅଭିମାନ ରହିଛି, ଯାହାକି ଛାଡ଼ି ହେଉନାହିଁ। ବାବା କହୁଛନ୍ତି କେବଳ ଏହି ଧନ୍ଦା କରିଚାଲ। ବାବାଙ୍କୁ ସ୍ମରଣ କର ଏବଂ ଅନ୍ୟମାନଙ୍କୁ କରାଅ। ବାସ୍, ଏହା ହେଉଛି ସବୁଠାରୁ ଶ୍ରେଷ୍ଠ କର୍ମ। ଯିଏ ନିଜେ ବାବାଙ୍କୁ ସ୍ମରଣ କରୁନାହାନ୍ତି ସେ ଏହି ଧନ୍ଦା କରିବେ ହିଁ ନାହିଁ। ବାବାଙ୍କର ସ୍ମୃତି ଏହା ହିଁ ଯୋଗ ଅଗ୍ନି ଅଟେ, ଯାହାଦ୍ୱାରା ପାପ ଭସ୍ମ ହେବ। ସେଥିପାଇଁ ବାବା ପଚାରିଥାନ୍ତି କେତେ ପାପ ଭସ୍ମ ହୋଇଛି? ଯେତେ ବାବାଙ୍କୁ ସ୍ମରଣ କରିବ ସେତେ ଖୁସିର ପାରଦ ଚଢ଼ିବ। ପ୍ରତ୍ୟେକଙ୍କ ହୃଦୟକୁ ଜାଣିପାରିବ। ଅନ୍ୟମାନଙ୍କ ସ୍ଥିତିକୁ ମଧ୍ୟ ତାଙ୍କର ସେବା ଆଧାରରେ ଜାଣିପାରିବ। ସେମାନେ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଉଛନ୍ତି। ବାବାଙ୍କୁ ମନେ ପକାଅ, ସେ ହିଁ ପତିତ ପାବନ ଅଟନ୍ତି।
ଏହି ଦୁନିଆ ହେଉଛି ପତିତ ତମ ପ୍ରଧାନ ଦୁନିଆ। ଏଠାରେ ସମସ୍ତ ଆତ୍ମା ଏବଂ ଶରୀର ଉଭୟ ତମ ପ୍ରଧାନ ଅଟେ। ଏବେ ସମସ୍ତଙ୍କୁ ଘରକୁ ଫେରିଯିବାକୁ ହେବ। ସେଠାରେ ସମସ୍ତ ଆତ୍ମାମାନେ ପବିତ୍ର ଥାଆନ୍ତି। ତେଣୁ ସବୁ ଆତ୍ମା ପବିତ୍ର ହେଲେ ଯାଇ ଘରକୁ ଯିବେ। ଅନ୍ୟମାନଙ୍କୁ ମଧ୍ୟ ଏହି ରାସ୍ତା ଦେଖାଇବା ଦରକାର। ବାବା ଉପାୟ ତ ବହୁତ ସହଜ ବତାଉଛନ୍ତି। ଶିବ ବାବାଙ୍କୁ ସ୍ମରଣ କର। ଏଇ ବ୍ଲଟିଂ ପେପର ରଖ, ତେବେ ସମସ୍ତ ପାପ ଶୋଷି ହୋଇଯିବ। ତୁମର ବିକର୍ମ ବିନାଶ ହୋଇଯିବ। ମୂଳ କଥା ହେଲା ପବିତ୍ର ହେବା। ମନୁଷ୍ୟ ପତିତ ହୋଇଯାଇଛନ୍ତି, ତେଣୁ ଡାକୁଛନ୍ତି, ହେ ପତିତ ପାବନ ଆସ, ଏଠାକୁ ଆସି ସମସ୍ତଙ୍କୁ ପବିତ୍ର କରି ସାଥିରେ ଘରକୁ ନେଇଯାଅ। ଏ କଥା ମଧ୍ୟ ଲେଖା ହୋଇଛି ଯେ ଭଗବାନ ସମସ୍ତ ଆତ୍ମାମାନଙ୍କୁ ପବିତ୍ର କରି ସାଥିରେ ନେଇଯାଇଥାନ୍ତି। ପୁଣି କେହି ପତିତ ଆତ୍ମା ଏଠାରେ ରହନ୍ତି ନାହିଁ। ଏ କଥା ମଧ୍ୟ ବୁଝାଉଛନ୍ତି ଯେ ପ୍ରଥମେ ସ୍ୱର୍ଗବାସୀ ହିଁ ଏଠାକୁ ଆସିବେ। ବାବା ଯେଉଁ ଔଷଧ ଦେଉଛନ୍ତି ଏହା ସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ। ଯିଏ ବି ତୁମମାନଙ୍କର ସହିତ ମିଶୁଛନ୍ତି ସମସ୍ତଙ୍କୁ ଏହି ଔଷଧ ଦେବା ଉଚିତ। ତୁମେମାନେ ପିତାଙ୍କ ପାଖକୁ ଯିବାକୁ ଚାହୁଁଛ, କିନ୍ତୁ ତୁମର ଆତ୍ମା ପତିତ ଅଛି, ସେଥିପାଇଁ ଯାଇପାରିବ ନାହିଁ। ପ୍ରଥମେ ପବିତ୍ର ହେବାକୁ ପଡ଼ିବ, ତେବେ ଯାଇ ବାବାଙ୍କ ପାଖକୁ ଯାଇପାରିବ। ବାବା କହୁଛନ୍ତି, ହେ ଆତ୍ମାମାନେ, ମୋତେ ମନେ ପକାଅ, ତେବେ ମୁଁ ସାଥିରେ ନେଇଯିବି। ପୁଣି ସେଠାକୁ ତୁମକୁ ସୁଖର ଦୁନିଆକୁ ନେଇଯିବି। ପୁଣି ଯେତେବେଳେ ଦୁନିଆ ପୁରୁଣା ହୋଇଯାଏ ସେତେବେଳେ ତୁମେ ଦୁଃଖୀ ହୋଇଯାଅ। ମୁଁ କାହାକୁ ଦୁଃଖ ଦେଇ ନଥାଏ। ନିଜେ ନିଜକୁ ଦେଖ। ମୁଁ ବାବାଙ୍କୁ ସ୍ମରଣ କରୁଛି। ଯେତେ ସ୍ମରଣ କରିବ ସେତେ ଖୁସିର ପାରଦ ଚଢ଼ିବ। ଏହା କେତେ ସହଜ ଔଷଧ। ଅନ୍ୟ କୌଣସି ସାଧୁ ସନ୍ଥ ଆଦି ଏହି ଔଷଧକୁ ଜାଣି ନାହାନ୍ତି, କିମ୍ବା ଏ କଥା କେଉଁଠାରେ ବି ଲେଖାଯାଇ ନାହିଁ। ଏହା ବିଲକୁଲ ନୂଆ କଥା। ପାପର ଖାତା କେବେ ଶରୀରରେ ଲାଗି ନଥାଏ। ଆତ୍ମା ବହୁତ ସୂକ୍ଷ୍ମ ବିନ୍ଦୁ ସଦୃଶ ଅଟେ, ଯେଉଁଥିରେ 84 ଜନ୍ମର ସାରା ପାର୍ଟ ଭରି ହୋଇ ରହିଛି। ଆତ୍ମା ପତିତ ହେଲେ ଜୀବ ଅର୍ଥାତ୍ ଶରୀର ଉପରେ ମଧ୍ୟ ତାର ପ୍ରଭାବ ପଡ଼ିଥାଏ। ଆତ୍ମା ପବିତ୍ର ହୋଇଗଲେ ପୁଣି ଶରୀର ମଧ୍ୟ ପବିତ୍ର ମିଳିଥାଏ। ଦୁଃଖୀ ଅଥବା ସୁଖୀ ଆତ୍ମା ହିଁ ହୋଇଥାଏ। ଶରୀରକୁ ଚୋଟ ଲାଗିଲେ ଆତ୍ମାକୁ ଦୁଃଖ ଅନୁଭବ ହୋଇଥାଏ। ଏଭଳି ମଧ୍ୟ କୁହାଯାଏ ଯେ ଇଏ ଦୁଃଖୀ ଆତ୍ମା, ଇଏ ସୁଖୀ ଆତ୍ମା। ଏତେ ଛୋଟ ଆତ୍ମା କେତେ ପାଠ କରୁଛି। ଏହା କେତେ ଆଶ୍ଚର୍ଯ୍ୟର କଥା ନା। ବାବା ହେଲେ ସୁଖଦାତା, ସେଥିପାଇଁ ତାଙ୍କୁ ସମସ୍ତେ ମନେ ପକାଉଛନ୍ତି। ଦୁଃଖଦାତା ତ ରାବଣ ଅଟେ। ସବୁଠାରୁ ପ୍ରଥମେ ଆସେ ଦେହ ଅଭିମାନ। ଏବେ ବାବା ବୁଝାଉଛନ୍ତି ତୁମକୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ଏଥିରେ ବହୁତ ମେହନତ କରିବାକୁ ହେବ। ବାବା ଜାଣିଛନ୍ତି ସଚ୍ଚା ହୃଦୟରେ ଯେଉଁଭଳି ବାବାଙ୍କୁ ସ୍ମରଣ କରିବା ଦରକାର, ସେଇଭଳି ବଡ଼ ମୁସ୍କିଲରେ କେହି ସ୍ମରଣ କରୁଥିବେ। ଏଠାରେ ଅର୍ଥାତ୍ ମଧୁବନରେ ରହି ମଧ୍ୟ ବହୁତ ଅଛନ୍ତି ଯେଉଁମାନେ ଭୁଲି ଯାଉଛନ୍ତି। ଯଦି ଦେହୀ ଅଭିମାନୀ ହୋଇଯାଆନ୍ତେ ତେବେ କୌଣସି ପାପ କର୍ମ କରନ୍ତେ ନାହିଁ। ବାବାଙ୍କର ଆଜ୍ଞା ହେଲା, ଖରାପ କଥା ଶୁଣ ନାହିଁ। ଏହି କଥା ସବୁ ମାଙ୍କଡ଼ମାନଙ୍କ ପାଇଁ ନୁହେଁ, ଏହା ତ ମନୁଷ୍ୟମାନଙ୍କ ପାଇଁ ଅଟେ। ମନୁଷ୍ୟ ବର୍ତ୍ତମାନ ମାଙ୍କଡ଼ ସଦୃଶ ହୋଇଯାଇଛି, ତେଣୁ ମାଙ୍କଡ଼ର ଚିତ୍ର କରିଛନ୍ତି। ବହୁତ ଅଛନ୍ତି ଯେଉଁମାନେ ସାରାଦିନ ପରଚିନ୍ତନରେ ବ୍ୟସ୍ତ ରହିଥାନ୍ତି। ତେଣୁ ବାବାଙ୍କୁ ଶିକ୍ଷା ଦେବାକୁ ପଡ଼ୁଛି। ସବୁ ସେଣ୍ଟରରେ କେହି ନା କେହି ଏଭଳି ରହିଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ଦୁଃଖ ଦେଇ ଚାଲିଛନ୍ତି। କେହି ଭଲ ପିଲା ମଧ୍ୟ ଅଛନ୍ତି, ଯିଏକି ବାବାଙ୍କର ସ୍ମୃତିରେ ରହୁଛନ୍ତି। ଭାବୁଛନ୍ତି ବାସ୍ତବରେ ମନ, ବଚନ, କର୍ମରେ କାହାକୁ ଦୁଃଖ ଦେବା ଉଚିତ ନୁହେଁ। ଯଦି ବଚନରେ ମଧ୍ୟ କାହାକୁ ଦୁଃଖ ଦେବ, ତେବେ ଦୁଃଖୀ ହୋଇ ମରିବ। ବାବା କହୁଛନ୍ତି, ପିଲାମାନେ, ତୁମେ ସମସ୍ତଙ୍କୁ ସୁଖ ଦିଅ। ସମସ୍ତଙ୍କୁ କୁହ, ଦେହୀ ଅଭିମାନୀ ହୁଅ ଏବଂ ବାବାଙ୍କୁ ମନେ ପକାଅ।
ଏଠାରେ କୌଣସି ଟଙ୍କା ପଇସାର ନେଣ ଦେଣ କଥା ନାହିଁ। କେବଳ ପ୍ରିୟ ବାବାଙ୍କୁ ମନେ ପକାଅ, ତେବେ ତୁମର ବିକର୍ମ ଭସ୍ମ ହୋଇଯିବ ଏବଂ ତୁମେ ବିଶ୍ୱର ମାଲିକ ହୋଇଯିବ। ଭଗବାନ ବାଚ ମନ୍ମନା ଭବ। ଏକମାତ୍ର ବାବାଙ୍କୁ ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ, ପରସ୍ପର ମାଲିକ ହୋଇଯିବ। ଭଗବାନ ବାଚ ମନ୍ମନା ଭବ। ଏକମାତ୍ର ବାବାଙ୍କୁ ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ। ପରସ୍ପର ଭିତରେ ଆଉ କୌଣସି କଥାବାର୍ତ୍ତା ହୁଅ ନାହିଁ। କେବଳ ବାବାଙ୍କୁ ସ୍ମରଣ କର, ଅନ୍ୟର କଲ୍ୟାଣ କର। ତୁମ ଅବସ୍ଥା ଏଭଳି ମିଠା ହେବା ଦରକାର, ଯାହାକି କେହି ବି ଆସି ଦେଖିଲେ କହିବେ ଯେ ବାବାଙ୍କର ପିଲାମାନେ ତ ବ୍ଲଟିଂ ପେପର ଅଟନ୍ତି। କିନ୍ତୁ ଏବେ ସେପରି ଅବସ୍ଥା ହୋଇନାହିଁ। ବାବାଙ୍କୁ କେହି ଯଦି ପଚାରିବେ, ତେବେ ବାବା କହିବେ ବ୍ଲଟିଂ ପେପର କ'ଣ? ଏବେ କାଗଜ ବି ହୋଇନାହାନ୍ତି। ବାବା ସବୁ ସେଣ୍ଟରର ପିଲାମାନଙ୍କୁ ବୁଝାଉଛନ୍ତି। ବମ୍ବେ, କଲିକତା, ଦିଲ୍ଲୀ ସବୁ ଜାଗାରେ ପିଲାମାନେ ତ ଅଛନ୍ତି ନା। ରିପୋର୍ଟ ମଧ୍ୟ ଆସୁଛି, ବାବା ଅମୁକ ବହୁତ ହଇରାଣ କରୁଛି। ତେବେ ପୁଣ୍ୟ ଆତ୍ମା କରିବା ପରିବର୍ତ୍ତେ ଆହୁରି ପାପାତ୍ମା କରିଦେଉଛନ୍ତି। ବାବାଙ୍କୁ କେହି ପଚାରିଲେ ବାବା ତୁରନ୍ତ କହିଦେଇପାରିବେ, ଶିବ ବାବା ତ ସବୁ କିଛି ଜାଣିଛନ୍ତି, ତାଙ୍କ ପାଖରେ ସାରା ହିସାବ କିତାବ ରହିଛି। ଏହି ବାବା ମଧ୍ୟ କହିପାରିବେ, ଚେହେରାରୁ ହିଁ ସବୁ କିଛି ଜଣାପଡ଼ିଯାଏ। ଇଏ ବାବାଙ୍କର ସ୍ମୃତିରେ ମସ୍ତ ଅଛନ୍ତି। ଏହାଙ୍କର ଚେହେରା ହିଁ ଖୁସିବାସିଆ, ଦେବତାଙ୍କର ଭଳି ଅଟେ। ଆତ୍ମା ଖୁସି ଥିଲେ ଶରୀର ମଧ୍ୟ ଖୁସିବାସିଆ ଦେଖାଯିବ। ଶରୀରକୁ ଦୁଃଖ ମିଳିଲେ ଆତ୍ମାକୁ ଦୁଃଖର ଅନୁଭବ ହୋଇଥାଏ। ତେବେ ଗୋଟିଏ କଥା ସମସ୍ତଙ୍କୁ ଶୁଣାଇ ଚାଲ, ଶିବ ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହୋଇଯିବ। ସେମାନେ ଲେଖିଦେଇଛନ୍ତି ଶ୍ରୀକୃଷ୍ଣ ଭଗବାନ ବାଚ। ତେବେ ଶ୍ରୀକୃଷ୍ଣଙ୍କୁ ତ ଅନେକ ମନେ ପକାଉଛନ୍ତି, କିନ୍ତୁ ପାପ ତ କଟୁନାହିଁ, ବରଂ ଆହୁରି ପତିତ ହୋଇଯାଉଛନ୍ତି। ଏକଥା କାହାକୁ ଜଣା ହିଁ ନାହିଁ ଯେ ସ୍ମରଣ କାହାକୁ କରିବା ଦରକାର। ପରମାତ୍ମାଙ୍କର ରୂପ କ'ଣ? ଯଦି ସର୍ବବ୍ୟାପୀ ବି କହିବା, ତେବେ ବି ଯେପରି ଆତ୍ମା ବିନ୍ଦୁ ଅର୍ଥାତ୍ ତାରକା ସଦୃଶ ଅଟେ, ସେହିପରି ପରମାତ୍ମା ମଧ୍ୟ ତାରକା ସଦୃଶ ଅଟନ୍ତି। କାହିଁକି ନା ଆତ୍ମା ହିଁ ପରମାତ୍ମା ବୋଲି କହିଦେଉଛନ୍ତି। ତେଣୁ ସେହି ହିସାବରେ ପରମାତ୍ମା ମଧ୍ୟ ବିନ୍ଦୁ ରୂପ ସଦୃଶ ଅଟନ୍ତି। କାହିଁକି ନା ଆତ୍ମା ହିଁ ପରମାତ୍ମା ବୋଲି କହିଦେଉଛନ୍ତି। ତେଣୁ ସେହି ହିସାବରେ ପରମାତ୍ମା ମଧ୍ୟ ବିନ୍ଦୁ ରୂପ ହେଲେ ନା। ତେବେ ସେହି ଛୋଟ ବିନ୍ଦୁ ହିଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ସମସ୍ତ ବିନ୍ଦୁମାନଙ୍କୁ କହୁଛନ୍ତି, ପିଲାମାନେ କେବଳ ମୋତେ ମନେ ପକାଅ। ସିଏ ମଧ୍ୟ କର୍ମେନ୍ଦ୍ରିୟ ଦ୍ୱାରା କହୁଛନ୍ତି, କର୍ମେନ୍ଦ୍ରିୟର ବିନା ତ ଆତ୍ମା ଆବାସ କରିପାରିବ ନାହିଁ। ତୁମେ କହିପାରିବ, ଆତ୍ମା ପରମାତ୍ମାଙ୍କ ରୂପ ତ ଏକାଭଳି ଅଟେ ନା। ପରମାତ୍ମାଙ୍କୁ ବଡ଼ ଲିଙ୍ଗ ବା ଅନ୍ୟ କିଛି କହିପାରିବ ନାହିଁ। ବାବା କହୁଛନ୍ତି, ମୁଁ ମଧ୍ୟ ତୁମ ଭଳି ବିନ୍ଦୁ ଅଟେ, କିନ୍ତୁ ମୁଁ ପତିତ ପାବନ ଏବଂ ତୁମ ସମସ୍ତଙ୍କର ଆତ୍ମା ପତିତ। ଏହା କେତେ ସିଧା କଥା। ତେବେ ତୁମେମାନେ ଦେହୀ ଅଭିମାନୀ ହୋଇ ମୋତେ ମନେ ପକାଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ରାସ୍ତା ବତାଅ। ମୁଁ ତ କେବଳ ଦୁଇଟି ଅକ୍ଷର ହିଁ କହୁଛି, ମନ୍ମନା ଭବ। ପୁଣି ଟିକିଏ ବିସ୍ତାରରେ ବୁଝାଇକି ଏସବୁ ହେଲା ଶାଖା ପ୍ରଶାଖା। ପ୍ରଥମେ ସତ୍ତ୍ୱପ୍ରଧାନ ସତ୍ତ୍ୱ ରଜ ତମରେ ଆସିଥାନ୍ତି। ପୁଣି ପାପ ଆତ୍ମା ହେବା ଦ୍ୱାରା କେତେ ଦାଗ ଲାଗିଯାଇଥାଏ। ସେହି ଦାଗ ଲିଭିବ କିପରି? ସେମାନେ ଭାବୁଛନ୍ତି ଗଙ୍ଗା ସ୍ନାନ ଦ୍ୱାରା ପାପ ଧୋଇ ହୋଇଯିବ, କିନ୍ତୁ ତାହା ତ ଶରୀର ସ୍ନାନ ଅଟେ। ଆତ୍ମା ବାବାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ପାବନ ହୋଇପାରିବ, ଯାହାକୁ ଯୋଗର ଯାତ୍ରା କୁହାଯାଉଛି। ଏହା କେତେ ସହଜ କଥା, ଯାହାକି
ବାବା ପ୍ରତ୍ୟେକ ଦିନ ବୁଝାଉଛନ୍ତି। ଗୀତାରେ ମଧ୍ୟ ଏହି କଥା ଉପରେ ଜୋର ଦିଆଯାଉଛି। ମନ୍ମନା ଭବ, ବର୍ଷା ତ ମିଳିବ। ବର୍ଷା ତ ନିଶ୍ଚିନ୍ତ ମିଳିବ ନିଶ୍ଚିନ୍ତ। କେବଳ ମୋତେ ମନେ ପକାଅ, ଯାହାଦ୍ୱାରା ପାପ କଟିଯିବ। ବାବା ଅବିନାଶୀ ବ୍ଲଟିଂ ପେପର ଅଟନ୍ତି ନା? ବାବା କହୁଛନ୍ତି ମୋତେ ମନେ ପକାଇବା ଦ୍ୱାରା ତୁମେ ପବିତ୍ର ହୋଇଯାଉଛ। ପୁଣି ରାବଣ ପତିତ କରିଦେଉଛି। ତେବେ ଏଭଳି ବାବାଙ୍କୁ ମନେ ପକାଇବା ଦରକାର ନା? ଏଭଳି ମଧ୍ୟ ହେଉଛି କେହି ମୋତେ ସ୍ମରଣ ମଧ୍ୟ କରୁନାହାନ୍ତି। ତେବେ ସେମାନଙ୍କର ଅବସ୍ଥା କ'ଣ ହେବ? ବାବା ବୁଝାଉଛନ୍ତି, ପିଲାମାନେ, ଅନ୍ୟ ସବୁ କଥାକୁ ଛାଡ଼ିଦିଅ। କେବଳ ଗୋଟିଏ କଥା ମନେ ରଖ, ଦେହୀ ଅଭିମାନୀ ହୁଅ ଏବଂ ମୋତେ ମନେ ପକାଅ। ବାସ୍, ଏ କଥା ତ ଜାଣିଛ। ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଶରୀର ନେଇଥାଏ। ଆତ୍ମା ହିଁ ଦୁଃଖ ସୁଖ ଭୋଗିଥାଏ। କେବେ ବି ଜଣେ ଅନ୍ୟ ଜଣଙ୍କର ହୃଦୟକୁ ଦୁଃଖୀ କରିବା ଉଚିତ ନୁହେଁ। ପରସ୍ପରକୁ ସୁଖ ଦେବା ଉଚିତ। ତୁମର ଧନ୍ଦା ହିଁ ଏହା ଅଟେ। ବହୁତ ପିଲା ଅଛନ୍ତି ଯିଏକି ଅନ୍ୟମାନଙ୍କୁ ଦୁଃଖ ଦେଇ ଚାଲିଛନ୍ତି। ପରସ୍ପରର ଦେହର ସ୍ମୃତିରେ ବାନ୍ଧି ହୋଇ ରହିଛନ୍ତି। ସାରା ଦିନ ପରସ୍ପରକୁ ମନେ ପକାଇ ଚାଲିଛନ୍ତି। ମାୟା ମଧ୍ୟ ବହୁତ ଚତୁର। ବାବା ନାମ କହୁନାହାନ୍ତି। ସେଥିପାଇଁ ବାବା କହୁଛନ୍ତି, ପିଲାମାନେ, ଦେହୀ ଅଭିମାନୀ ହୁଅ। ଜ୍ଞାନ ତ ବହୁତ ସହଜ, କିନ୍ତୁ ଯୋଗ କରିବା କଷ୍ଟ। ସେହି ଜ୍ଞାନ ଦୁନିଆର ପାଠପଢ଼ା ତ ପୁଣି ବି 10-20 ବର୍ଷ ପର୍ଯ୍ୟନ୍ତ ପଢ଼ିବାକୁ ପଡ଼ିଥାଏ। ସେଥିରେ ପୁଣି କେତେ ଗୁଡ଼ିଏ ବିଷୟ ଥାଏ। ଏହି ଜ୍ଞାନ ତ ବହୁତ ସହଜ। ଡ୍ରାମାକୁ ଜାଣିବା ଯେପରି ଏକ କାହାଣୀ ଅଟେ। ମୁରଲି ଶୁଣାଇବା କୌଣସି ବଡ଼ କଥା ନୁହେଁ। ଯୋଗ କରିବା ହିଁ ବହୁତ ମୁସ୍କିଲ ଲାଗୁଛି। ଶେଷରେ ବାବା ପୁଣି କହିଦେଉଛନ୍ତି, ଡ୍ରାମା। ତଥାପି ତୁମେ ପୁରୁଷାର୍ଥ କରିଚାଲ। ବାବାଙ୍କୁ ମନେ ପକାଅ। ତେଣୁ ଏହି ଯୋଗ ଅଗ୍ନି ଦ୍ୱାରା ତୁମର ପାପ ଭସ୍ମ ହେବ। କିନ୍ତୁ ଭଲ ପିଲାମାନେ ମଧ୍ୟ ଏଥିରେ ଫେଲ୍ ହୋଇଯାଉଛନ୍ତି। ଆଚ୍ଛା, ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କ ତରଫରୁ ଆତ୍ମିକ ପିତାଙ୍କୁ ଆଉ ବାପଦାଦାଙ୍କୁ ନମସ୍ତେ। ସବୁ ଆତ୍ମାମାନଙ୍କର ଛୋଟିଆ ଦିଲରୁ ଆତ୍ମିକ ପିତାଙ୍କୁ ଆଉ ବାପଦାଦାଙ୍କୁ ଅଗଣିତ ଧନ୍ୟବାଦ, ଅଗଣିତ ଶୁକ୍ରିୟା ବାବା, ଆପଣଙ୍କୁ ବହୁତ ଶୁକ୍ରିୟା। ବାହା ବାବା, ବାହା ଆତ୍ମା, ବାହା ଡ୍ରାମା, ବାହା मेरा बाबा, प्यारा बाबा, शुक्रिया बाबा। बाबा आज धारणा पाई मुख्य सारांश कौन कहते? 1 नंबर पॉइंट, केबे भी कहार हृदय को दुखी करिवार नाही। समस्त को सुख देवा को हेब। निजे एकमात्र बाबा स्मृति रे रहिबा सहित समस्त को बाबा स्मृति देवा को हेब। 2 नंबर पॉइंट, पापर दाग को लिभाइबा पई देही अभिमानी होई अविनाशी ब्लटिंग पेपर बाबा को मने पकाइबा को हेब। निजर अवस्था को एभली मिठा करबा को हेब जहाँकि आम द्वारा समस्तଙ୍କର कल्याण हेउथिबो। वरदान, बाबा आज कौन वरदान तांका संतान मानक देइछन्ति? विशेष वरदान, निजर श्रेष्ठता द्वारा नवीनतार पताका उड़ाउथिबा शक्ति स्वरूप भव। निजर श्रेष्ठता द्वारा नवीनतार पताका उड़ाउथिबा शक्ति स्वरूप भव। एबे समय अनुसार एवं समीपता अनुसार निजर शक्ति रूपर प्रभाव जदि अन्य मानक उपरे पकाई पारिबो तेबे जाई अंतिम प्रत्यक्षता को समीप को अर्थात निकट को आनी पारिबो।
ଯେପରି ସ୍ନେହ ଏବଂ ସହଯୋଗକୁ ପ୍ରତ୍ୟକ୍ଷ କରିଛ, ସେହିପରି ସେବା ରୂପକ ଦର୍ପଣ ଦ୍ୱାରା ଶକ୍ତି ରୂପକ ଅନୁଭବ କରାଅ। ଯେତେବେଳେ ନିଜର ଶ୍ରେଷ୍ଠତା ଦ୍ୱାରା ଶକ୍ତି ରୂପର ନବୀନତାର ପତାକା ଉଡ଼ାଇବ, ସେତେବେଳେ ଯାଇ ପ୍ରତ୍ୟକ୍ଷତା ହେବ। ତେଣୁ ନିଜର ସ୍ୱରୂପ ଦ୍ୱାରା ସର୍ବଶକ୍ତିମାନ ବାବାଙ୍କର ସାକ୍ଷାତକାର କରାଅ। ସ୍ଲୋଗାନ। ଆଜି ବାବା କ'ଣ ସ୍ଲୋଗାନରେ କହିଛନ୍ତି? ସଂକଳ୍ପ ଦ୍ୱାରା ଶକ୍ତି ଏବଂ କର୍ମ ଦ୍ୱାରା ଗୁଣର ଦାନ ଦେବା ହିଁ ମହାଦାନ ଅଟେ। ସଂକଳ୍ପ ଦ୍ୱାରା ଶକ୍ତି ଏବଂ କର୍ମ ଦ୍ୱାରା ଗୁଣର ଦାନ ଦେବା ହିଁ ମହାନ ଦାନ ଅଟେ। ଅବ୍ୟକ୍ତ ଇଶାରା। ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ବାବାଙ୍କର ପିଲାମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ମୋର ଏହି ପିଲାମାନେ ହିଁ ବିଘ୍ନ ବିନାଶକ ଆତ୍ମା ଅଟନ୍ତି, ପୂଜ୍ୟ ଆତ୍ମା ଅଟନ୍ତି। ଏହି ପିଲାମାନେ ପିତାଙ୍କ ଠାରୁ ମଧ୍ୟ ଆଗୁଆ ଅଟନ୍ତି। ନିମିତ୍ତ ହୋଇ ସର୍ବଦା ବାବାଙ୍କୁ ନିଶ୍ଚିନ୍ତ କରିବା ବାଲା ଅଟନ୍ତି। ସର୍ବଦା ଖୁସିର ଖବର ଶୁଣାଉଥିବା ସମସ୍ତ ବିଶେଷ ଅଟନ୍ତି। ନିଜ ଉପରେ ମଧ୍ୟ ଏହିଭଳି ବିଶ୍ୱାସ ରଖି ଯଦି ସର୍ବଦା ଏହି ସ୍ମୃତି ସ୍ୱରୂପରେ ରହିବ, ତେବେ ବିଜୟୀ ହୋଇଯିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।